ଠିକ୍ କହିଛନ୍ତି ଆପଣ। ପ୍ରାୟ 2 ବର୍ଷ ପୂର୍ବରୁ ଏ ପ୍ରକାର ଚଳଚ୍ଚିତ୍ର ନାନୋ ଫିଲ୍ମ ଫେଷ୍ଟିଭାଲ ପିଲାମାନଙ୍କ ପାଇଁ ଆୟୋଜନ କରାଯାଉଥିଲା। ଗତ 2 ବର୍ଷ ଧରି ବିଭିନ୍ନ କାରଣ ଯୋଗୁଁ ଏହା ସ୍ଥଗିତ ରହିଥିଲା। ପୁଣି ଥରେ ଯେଉଁ ଆୟୋଜକ ଯିଏ ସଞ୍ଜୀବ ରଥ ଶର୍ମା, ତାଙ୍କୁ ମୁଁ ଅନୁରୋଧ କରିଥିଲି ଯେ ଏ ବିଷୟରେ ଆପଣ ନିଶ୍ଚିତ ଭାବରେ ସଚେତନ ରୁହନ୍ତୁ, ପୁଣି ଥରେ ଆରମ୍ଭ କରନ୍ତୁ। ଏଥିରେ ଆପଣ ଦେଖିବାକୁ ପାଇବେ ଯେ ଏଠି ଯେଉଁ ନାନୋ ଫିଲ୍ମ ଫେଷ୍ଟିଭାଲ କରାଯାଉଛି, ଏଥିରେ ବିଶେଷ କରି ଶିଶୁମାନଙ୍କର ଅଧିକାର ଯେଉଁ ଅଛି, ଶିଶୁମାନଙ୍କର ସୁରକ୍ଷା କେମିତି କରାଯିବ ସେ ବିଷୟରେ ଏ ଫିଲ୍ମ ଗୁଡ଼ାକ ସବୁ ପ୍ରସ୍ତୁତ କରାଯାଇଛି। ଏବଂ ପ୍ରାୟ 10ଟି 12ଟି ଫିଲ୍ମ ଆଜି ଆୟୋଜନ କରାଯିବ। ଏଇଟା 3 ଦିନ ଧରି ଚାଲିବ ଏବଂ ଆସନ୍ତାକାଲି ଜିଲ୍ଲା ସ୍କୁଲରେ ଅଛି, ଆଜି ବିଶ୍ୱମ୍ବର ବିଦ୍ୟାପୀଠରେ ଅଛି, ତାପରେ ଅନ୍ୟ ସ୍କୁଲର ଶେଷ ଦିନରେ 19 ତାରିଖରେ ପ୍ରଦର୍ଶିତ ହେବାର ଅଛି। ସବୁ ପିଲାମାନଙ୍କ ପାଇଁ ସମସ୍ତଙ୍କୁ ବି ଅନୁରୋଧ କରାଯାଉଛି, ଯେଉଁ ପିଲାମାନେ ରହିଯାଇଛନ୍ତି ସିଏ ବି ଆସି ଦେଖନ୍ତୁ। ବହୁତ କିଛି ଶିକ୍ଷଣୀୟ ଜିନିଷ ଏଠୁ ପାଇବାକୁ ପାଇବେ। ଏବଂ ଏହି ସଭାରେ ମୁଁ ଅନୁରୋଧ କରିଥିଲି ଯେ ଶାସକ ଦଳର ଜଣେ ବରିଷ୍ଠ ସଦସ୍ୟ ଥିଲେ ଯେ ପୁରୀ ସହରରେ ଛୋଟ ପିଲାମାନଙ୍କ ପାଇଁ ଯାହା ବିନୋଦନ କେନ୍ଦ୍ର ଦରକାର, ଯେଉଁଟା ତାଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ପାଇଁ ଯାହା ଦରକାର, ସେ ବିଷୟରେ ସରକାର ଟିକେ ଧ୍ୟାନ ଦେଲେ ଗୋଟେ ଆନ୍ତର୍ଜାତିକ ସ୍ତରର ଏକ ଶିଶୁ କେନ୍ଦ୍ର ଖୋଲିବା ପାଇଁ ମୁଁ ଅନୁରୋଧ କରିଥିଲି। ଏବଂ ମୁଁ ଆଶା କରୁଛି ଏ ବିଷୟରେ ସରକାର ନିଶ୍ଚିତ ଭାବରେ ସଚେଷ୍ଟ ହେବେ ଏବଂ ଆଗାମୀ ଦିନରେ ଆଗାମୀ ବର୍ଷରେ ଆହୁରି କେମିତି ଭଲ ଏଇଟା ହେଇପାରିବ, ଆହୁରି ନାନୋ ଫିଲ୍ମ ଫେଷ୍ଟିଭାଲ ସେ ବିଷୟରେ ଆମେମାନେ ସମସ୍ତେ ନିଶ୍ଚିତ ଭାବରେ ଉଦ୍ୟମ କରିବୁ। ନାଇଁ 2023 ଆମେ କରିଥିଲୁ ସେ ନଭେମ୍ବର ଡିସେମ୍ବରରେ, କାରଣ ଗତ ବର୍ଷ ନିର୍ବାଚନ ବର୍ଷ ଥିଲା ଏବଂ ଯୋଉ କନ୍ଦଳ ଭିତରେ ଆମେ ଥିଲୁ ଆର୍ଥର ମଧ୍ୟ ସେମିତି ସରକାରୀ ସ୍ତରରେ ସହଯୋଗ ଆମକୁ ମିଳିନଥିଲା। ଏଥର ମଧ୍ୟ ବିଶେଷ ଭାବରେ ମିଳିନି, କିନ୍ତୁ ଇ ଗୋଟେ ଗୋଟେ ନିଆରା କାର୍ଯ୍ୟକ୍ରମ, କାରଣ ଓଡ଼ିଶାରେ ଅନ୍ୟ କୋଉ ଜାଗାରେ ଦେଖିବାକୁ ମିଳେନି। ଆମେ ପ୍ରାୟ 20ଟା ସ୍କୁଲରୁ ପିଲାମାନଙ୍କୁ ଡାକିଛୁ, ସେମାନେ ସରକାର ସ୍ତରରେ ଆସିଛନ୍ତି ଏବଂ ପ୍ରାୟ 500 ନ୍ୟାନୋ ଚଳଚ୍ଚିତ୍ର ମାନେ କ୍ଷୁଦ୍ର ଚଳଚ୍ଚିତ୍ର, ତା ଦେହରେ 1 ମିନିଟିଆ ଅଛି, 3 ମିନିଟିଆ ଅଛି, 15 ମିନିଟିଆ ଅଛି, ଏଇଭଳି ସବୁ ଶିଶୁ ଚଳଚ୍ଚିତ୍ର ଗୁଡ଼ିକ ଯେଉଁଗୁଡ଼ିକ ଶିଶୁ ଅଧିକାର ଉପରେ ପରିବେଶିତ, ଯେଉଁଥିରେ ପିଲାମାନଙ୍କର ଅଧିକାର କ'ଣ ରହିଛି, ପିଲାମାନେ ଆଇନଗତ କ'ଣ ସମସ୍ୟାରେ ରହିଛି, ଆଇନଗତ ତାଙ୍କର ସୁଧାର ପାଇଁ କ'ଣ ଆବଶ୍ୟକତା ରହିଛି ଏବଂ ତାଙ୍କୁ ସୁରକ୍ଷା ଦେବା ପାଇଁ କିଏ କିଏ ଅଛନ୍ତି, କ'ଣ କ'ଣ ସରକାରଙ୍କର ବ୍ୟବଧାନ ରହିଛି, ଏ ସମସ୍ତ ସୂଚନା ଆମେ ଏଇ ଚଳଚ୍ଚିତ୍ର ମାଧ୍ୟମରେ ପିଲାଙ୍କୁ ଦେଉଛୁ। ଏବଂ ପିଲାମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହ ଅଛନ୍ତି ଏବଂ ଗୋଟେ ସ୍କୁଲରୁ ଆସି ସେମାନେ ଚଳଚ୍ଚିତ୍ର ଦେଖିବା ଏକ ନିଆରା ଅନୁଭୂତି ନେଇ ଯାଉଛନ୍ତି ଏବଂ ପିଲାମାନଙ୍କର ଭିତରେ ମୁଁ ଯେଉଁ ଉତ୍ସାହ ଦେଖୁଛି, ବହୁତ ଉତ୍ସାହିତ ଅଛନ୍ତି ପିଲାମାନେ। ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ଏଇ ଯେଉଁ ଫେଷ୍ଟିଭାଲ ଚିଲଡ୍ରେନ୍ ଫିଲ୍ମ ଫେଷ୍ଟିଭାଲ ଫର ଚାଇଲ୍ଡ ରାଇଟ୍ସ, ଏ ଫେଷ୍ଟିଭାଲଟି ସମ୍ପୂର୍ଣ୍ଣ ଭାବରେ ପିଲାମାନଙ୍କର। ତେଣୁ ମୁଁ ଆପଣମାନଙ୍କର ଦ୍ୱାରା ମଧ୍ୟ ଆଉ ଗୋଟେ ସୂଚନା ଦେବା ପାଇଁ ଚାହିଁବି, ଏହା 3 ଦିନ ଧରି ଚାଲିବ। 500ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ଏବଂ ଆଜି ହେଉଛି ପ୍ରଥମ ଦିନ। ତେଣୁ ଆପଣମାନଙ୍କ ଦ୍ୱାରା ଯଦି ଅନ୍ୟମାନେ କିଏ ଆସିବା ପାଇଁ ଚାହିଁବେ ଆପଣଙ୍କୁ ଦେଖିକିରି, ତେବେ ଆସିପାରିବେ ଏବଂ ଶିଶୁ ଅଧିକାର କ'ଣ କ'ଣ ରହିଛି ସେ ବିଷୟରେ ସବିଶେଷ ଜ୍ଞାନ ମଧ୍ୟ ନେଇପାରିବେ। ତେଣୁ ଆପଣମାନଙ୍କୁ ମୁଁ ଅନୁରୋଧ କରିବି, ଆପଣ 3 ଦିନ ଯାକ ଏଠିକି ଆସନ୍ତୁ ଏବଂ ଏହାକୁ ପ୍ରଚାର ପ୍ରସାର କରନ୍ତୁ, ଲୋକଲୋଚନକୁ ଆଣନ୍ତୁ ଏବଂ କୁନି କୁନି ପିଲାଙ୍କର କ'ଣ ଶିଖୁଛନ୍ତି, କ'ଣ ଦେଖୁଛନ୍ତି ସେ ସମ୍ବନ୍ଧରେ ମଧ୍ୟ ଆପଣ ଲୋକଙ୍କୁ ସୂଚନା ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ। ନିଶ୍ଚିନ୍ତ ପକ୍ଷରେ ବହୁତ ଖୁସି ଲାଗିଲା, କାରଣ ଛୋଟ ପିଲାମାନେ ହେଲେ ଆମ ଦେଶର ଭବିଷ୍ୟତ, ଆମର ଭବିଷ୍ୟତ। ଆଉ ସେମାନେ ଏତେ ଉତ୍ସାହ ଅଛନ୍ତି ଆଜି ଫିଲ୍ମ ଦେଖିକି, ମୋତେ ବହୁତ ଭଲ ଲାଗିଲା। ଆଉ ମୁଁ ବିଶେଷ କରି ଧନ୍ୟବାଦ ଦେବି ମୋର ବନ୍ଧୁ ସଞ୍ଜୀବ ରଥ ଶର୍ମାଙ୍କୁ, ଯେ ଏଇଭଳି ଆୟୋଜନ କରିଛନ୍ତି ନାନୋ ଫିଲ୍ମ ଫେଷ୍ଟିଭାଲ। ଆଉ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ସେ ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ। ଆଉ ସେମାନେ ମଧ୍ୟ ଦିନେ ଯେଉଁ ତାଙ୍କର ଯେଉଁ ସ୍ୱପ୍ନ ଅଛି, ସେମାନଙ୍କ ଦକ୍ଷତା ବଳରେ କିଏ ନରେନ୍ଦ୍ର ମୋଦି ହେବେ, କିଏ ମଧ୍ୟ ଅଟଳ ବିହାରୀ ବାଜପେୟୀ ହେବେ, କିଏ ଲତା ମଙ୍ଗେଶକର ହେବେ, କିଏ ମଧ୍ୟ ସୌରଭ ଗାଙ୍ଗୁଲି ମଧ୍ୟ ହେବେ, କିଏ ଆଧ୍ୟାତ୍ମିକ ଗୁରୁ ହେବେ, ତ କିଏ ବର୍ତ୍ତମାନ ସମାଜସେବୀ ହେବେ। ଏଣୁ ତାଙ୍କର ଭବିଷ୍ୟତ ତାଙ୍କ ହାତରେ। ଆଉ ପିଲାମାନଙ୍କର ମଙ୍ଗଳ ହେଉ, ଆଉ ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ, ମହାପୁରୁଷ ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା। ଜୟ ଜଗନ୍ନାଥ। आदरणीय संजीव रथ शर्मा द्वारा ये जो नानो फिल्म फेस्टिवल इंटरनेशनल लेवल फिल्म फेस्टिवल आयोजन कराई पुरी टाउन हॉल रे शह शह छात्र छात्री मान कलरव एवं से उत्साह आम समस्त को उत्साहित कर आशा कर जो चलचित्र गुड़िक ये प्रदर्शित हम नानो छोट छोट चलचित्र गुड़िक पिला मन में गभीर रेखापात कर से किसी भल करने भल मनीष हाँपाई उच्च आशा रखापी निश्चित भाव स्वप्न देखब। एवं ये आयोजन मु आयोजक मान तो धन्यवाद देवी, ता सहित स्कूल कर्मकर्ता और अभिभावक जो मैंने पिला पठे से धन्यवाद पात्र। ये फिल्म फेस्टिवल अधिक रु अधिक हवा दरकार और पिला सुजोग मिलवा दरकार, छोट छोट फिल्म माध्यम आम आउ कि नुआ कथा भाई पार।